जगन्नाथ ମୁଁ ସତ୍ୟନାରାୟଣ ପଣ୍ଡା ଆପଣମାନଙ୍କ ୟୁଟ୍ୟୁବ ଚ୍ୟାନେଲ ଭାବାତୀତଙ୍କୁ ସ୍ୱାଗତ କରୁଛି। ସଜ୍ଜନ ଲୋକ କଥା ଅନୁସାରେ ସ୍ତ୍ରୀ କାଶିଲେ ବିପଦ, ଘୋଡ଼ା ହସିଲେ ବିପଦ, ଭାଇ ପୋଷିଲେ ବିପଦ, ଭୃତ୍ୟ ଘଷିଲେ ବିପଦ, ଭାଇ ରୁଷିଲେ ବିପଦ, ଗାଈ କାନ୍ଦିଲେ ବିପଦ। ସଜ୍ଜନ ଏଗୁଡ଼ିକୁ ଆମେ ବୁଝିବା ଦରକାର। ଘୋଡ଼ା ହସିଲେ କଣ ହେବ, ସ୍ତ୍ରୀ କାଶିଲେ କଣ ହେବ, ଭାଇ ପୋଷିଲେ କଣ ହେବ, ଏଗୁଡ଼ିକ ଆମେ ହୃଦୟଙ୍ଗମ କରି ଯଦି ଆମେ ସେ ଅନୁସାରେ କାର୍ଯ୍ୟ କରିବା ତାହେଲେ ଆମର ଜୀବନରେ ଆଉ ବିପଦ ରହିବନି। ବିପଦ ପ୍ରତି ଆମେ ସତର୍କ ହୋଇପାରିବା, ବିପଦ ଆମଠୁ ଦୂରେଇ ଯିବ। ପ୍ରଥମେ ଆମେ ଆଲୋଚନା କରିବା ସ୍ତ୍ରୀ କାଶିଲେ ବିପଦ। ସଜ୍ଜନ ସ୍ତ୍ରୀ ଆମ ଅଜାଣନ୍ତରେ ଆମକୁ ଅନେକ ସଂକେତ ଦେଇଥାଏ। ସ୍ତ୍ରୀ ଯଦି ଆପଣଙ୍କର କିଛି ଗୁପ୍ତ କଥାକୁ ଜାଣିଥିବ ଏବଂ ସେ ପ୍ରମାଣ ନହେଲା ପର୍ଯ୍ୟନ୍ତ ଆପଣଙ୍କ ଆଗରେ ପ୍ରକାଶ କରିପାରୁନଥିବ, ତାହେଲେ ନିଶ୍ଚିତ ରୂପେ ଆପଣଙ୍କ ଯିବା ଆସିବା ସମୟରେ ସ୍ତ୍ରୀ ଶୁଖିଲା କାଶ ମାରିବ। ବା ସ୍ତ୍ରୀ ଯଦି କୌଣସି ପ୍ରକାରର ବେନିୟମ କାର୍ଯ୍ୟରେ ଲିପ୍ତ ଥିବ, ଆପଣ ତାହା ଜାଣିପାରୁନଥିବେ, ତାହେଲେ ସିଏ ଅପହାସ୍ୟ ଛଳରେ ଆପଣଙ୍କୁ ଦେଖି ଟିକେ ଶୁଖିଲା କାଶ ମାରିବ। ତେଣୁ ସ୍ତ୍ରୀ କାଶିଲେ ବିପଦ, ଅର୍ଥାତ ସ୍ତ୍ରୀ କାଶିଲେ ଆପଣଙ୍କର କିଛି ଗୁପ୍ତ ତଥ୍ୟ ସେ ଜାଣିପାରିଥାଉ ବା ତାର ଗୁପ୍ତ ତଥ୍ୟ ଆପଣ ନ ଜାଣି ପାରିଥାନ୍ତୁ। ତେଣୁ ଯେତେବେଳେ ସ୍ତ୍ରୀ ଆପଣଙ୍କ ଆଗରେ ବା ଯିବା ଆସିବା ସମୟରେ ଶୁଖିଲା କାଶ ମାରିବ, ତାହେଲେ ଆପଣ ସତର୍କ ହୋଇଯାଆନ୍ତୁ ଯେ କଣ ତା ପଛରେ କାରଣ ଅଛି। ତା ପଛରେ ଆପଣଙ୍କର କିଛି ବେନିୟମ କାର୍ଯ୍ୟ ରହିଛି ନା ସ୍ତ୍ରୀର କିଛି ବେନିୟମ କାର୍ଯ୍ୟ ରହିଛି, ତାକୁ ତର୍ଜମା କରିବା ଦରକାର। ସ୍ତ୍ରୀ କାଶିଲେ ବିପଦର ଆଉ ଗୋଟିଏ କାରଣ ରହିଛି ସଜ୍ଜନ, ଯେ ପୁରୁଣା ଯୁଗରେ ଟିବି ଏବଂ ଯକ୍ଷ୍ମା ବହୁଳ ଭାବରେ ବ୍ୟାପୁଥିଲା। ଟିଭି ଯକ୍ଷ୍ମାର ଗୋଟିଏ ମୁଖ୍ୟ ଲକ୍ଷଣ ହେଲା କାଶିବା। ଟିଭି ଏବଂ ଯକ୍ଷ୍ମା ଏଗୁଡ଼ିକ ଯଦି ଗୁପ୍ତ ଭାବରେ ଗୋଟିଏ ଲୋକ ଭିତରେ ରହୁଥିଲା, ତାହେଲେ ତାହା କାଶ ମାଧ୍ୟମରେ ପରିପ୍ରକାଶ ହେଉଥିଲା। ତାହେଲେ ସ୍ତ୍ରୀ କାଶିଲେ ବିପଦ, ଏହାର କାରଣ ହେଇପାରେ ଯେ ସ୍ତ୍ରୀକୁ ଟିଭି ହୋଇଥାଇପାରେ, ସ୍ତ୍ରୀକୁ ଯକ୍ଷ୍ମା ହୋଇଥାଇପାରେ। ଗୋଟେ ସ୍ତ୍ରୀ ଘରର ଲକ୍ଷ୍ମୀ, ଗୋଟିଏ ସ୍ତ୍ରୀ ଲୋକ ଯଦି ଘରେ ନ ରହିବ ତାହେଲେ ସେ ଲକ୍ଷ୍ମୀ ଛଡା ଭଳିଆ ଲାଗିବ। ତାହେଲେ ସ୍ତ୍ରୀ କାଶିଲେ ବିପଦ ଅର୍ଥାତ ଗୋଟିଏ କାରଣ ହେଇପାରେ, ତାକୁ ଟିଭି ହେଇଥାଇପାରେ ବା ଯକ୍ଷ୍ମା ହେଇଥାଇପାରେ। ତେଣୁ ସେ କାଶକୁ ଆପଣ ଅବହେଳା ନ କରି ହଠାତ୍ ଡାକ୍ତର ପରାମର୍ଶ କରିବା ଉଚିତ। ବେଳ ଥାଉ ଆପଣ ଯଦି ସାବଧାନ ହେଇଯିବେ, ତାହେଲେ ନିଶ୍ଚିତ ରୂପେ ଆପଣଙ୍କର ସ୍ତ୍ରୀକୁ ଆପଣ ଆରୋଗ୍ୟ କରିପାରିବେ, ଯାହା ଫଳରେ କି ଘରର ଲକ୍ଷ୍ମୀକୁ ଆପଣ ଆରୋଗ୍ୟ କରି ବଞ୍ଚେଇବାର ସମର୍ଥ ହେବେ। ତେଣୁ ସ୍ତ୍ରୀ କାଶିଲେ ବିପଦର ଯୋଡ଼ିଏ କାରଣ, ଏ ଯୋଡ଼ିଏ କାରଣକୁ ଆମେ ହୃଦୟଙ୍ଗମ କରିବା ଦରକାର ଏବଂ ସେ ଅନୁସାରେ କାର୍ଯ୍ୟ କରିବା ଦରକାର। ସଜ୍ଜନ ଦ୍ୱିତୀୟରେ ଭାଇ ପୋଷିଲେ ବିପଦ। ଯଦି ଆପଣଙ୍କ ଭାଇ କର୍ମ କୁଢ଼ିଆ ହେଇଗଲା, ଆଳସ୍ୟ ପରାୟଣ ହେଇଗଲା, କର୍ମ ପ୍ରତି ବିମୁଖ ହେଇଗଲା, ତାହେଲେ ଆପଣ ତାକୁ ପୋଷିବେ। ଆପଣ ପୋଷିବାରେ କିଛି ଅସୁବିଧା ନାହିଁ, କିନ୍ତୁ ଆପଣ ବିବାହ କରିବେ, ଆପଣଙ୍କ ଭାଇ ବିବାହ କରିବ, ଆପଣଙ୍କର ପୁଅ ଝିଅ ଜନ୍ମ ହେବେ, ଭାଇର ମଧ୍ୟ କିଛି ପୁଅ ଝିଅ ହେବ। ଆପଣ ଭାଇ ଭାଇ ଭିତରେ ବହୁତ ଭଲ ସମ୍ପର୍କ ଥିଲା ଏବଂ ସାରା ଜୀବନ ମଧ୍ୟ ରହିବ, କିନ୍ତୁ ଯେହେତୁ ଘର ସଂସାର ବଢିବ, ଆପଣ ବୃଦ୍ଧାବସ୍ଥା ଯାଏଁ ଭାଇକୁ ପୋଷି ପାରିବେ ନାହିଁ। ତେଣୁ ଭାଇକୁ ଯଦି ପ୍ରଥମରୁ ପୋଷିକି ତା ମୁହଁ ଆପଣ ଦେଇ ଦେଇଥିବେ, ଭବିଷ୍ୟତରେ ଭାଇ ଆଉ କର୍ମ କରିବାକୁ ରାଜି ହେବ ନାହିଁ, ଯାହା ଫଳରେ କି ଆପଣଙ୍କ ଘରେ କଳହ ଅଶାନ୍ତି ଦେଖାଯିବ। ଯେହେତୁ ଆପଣ ପୋଷିବାରେ ଲାଗିବେ, ଇନକମ ନିଶ୍ଚିତ କମିବ ଏବଂ ଆପଣଙ୍କ ଇନକମ ଉପରେ ଆପଣଙ୍କର ଭାଇର ପରିବାର ଲୋକ ନିର୍ଭର କରିବେ, ଯାହାକି ଅଶାନ୍ତିର ଗୋଟିଏ ମୁଖ୍ୟ କାରଣ ହେବ। ତେଣୁ ଲୋକ
କଥା ଅଛି ଭାଇ ପୋଷିଲେ ବିପଦ, ତେଣୁ ଭାଇ କୁ ପୋଷନ୍ତୁ କିନ୍ତୁ ଭାଇ କୁ କର୍ମ କୂଢ କରନ୍ତୁନି, ଭାଇ କୁ ଆଳସ୍ୟ ପରାୟଣ ଯୁକ୍ତ କରିଦିଅନ୍ତୁନି, ଭାଇ କୁ କିଛି କର୍ମ କରିବା ପାଇଁ ପ୍ରେରଣା ଦିଅନ୍ତୁ। ଭବିଷ୍ୟତରେ ସେ କିଛି ରୋଜଗାର କରିପାରିବ ଏବଂ ତାର ସଂସାରକୁ ସେ ସୁରୁଖୁରୁରେ ଚଳେଇ ପାରିବ। ଆପଣଙ୍କର ଘରେ ଶାନ୍ତି ବିରାଜମାନ କରିବ। ସଜ୍ଜନ ତୃତୀୟରେ ଧାଇ ରୁଷିଲେ ବିପଦ। ଆମେ ଅନେକ ପରିବାରରେ ଦେଖିଛୁ ସେମାନେ ସବୁ ଧାଇ ରଖନ୍ତି, ବିଶେଷ କରିକି ଧନିକ ଶ୍ରେଣୀର ଲୋକ, ରାଜ ପରିବାରର ଲୋକ ଧାଇ ସବୁ ରଖନ୍ତି। ସେମାନେ ତାଙ୍କ ପିଲାମାନଙ୍କର ଯତ୍ନ ନିଅନ୍ତି। ଧାଇଙ୍କର କାମ ହେଲା ଯତ୍ନ ନେବା, ତାଙ୍କ ଛୁଆ ପିଲାଙ୍କର ଯତ୍ନ ସେମାନେ ନେବେ ଏବଂ ତାଙ୍କ ଘରେ ଯିଏ ଧାଇ ରଖିଥିବ ସେମାନେ ସ୍ୱାମୀ ସ୍ତ୍ରୀ ତାଙ୍କ ଚାକିରି କିମ୍ବା କାର୍ଯ୍ୟକ୍ଷେତ୍ରକୁ ପଳେଇବେ। ଧାଇ ପିଲାଙ୍କର ଯତ୍ନ ନେବ। ଧାଇ ଯଦି ରୁଷି ଗଲା, ଧାଇ ଯଦି ଅଭିମାନ କରିଗଲା, ଧାଇ ଯଦି କୌଣସି କାରଣରୁ ଆପଣଙ୍କ ଉପରେ ରାଗିଗଲା, ତେବେ ସବୁତକ ରାଗ ଆପଣଙ୍କ ପିଲା ଉପରେ ସୁଝେଇ ଦେବ। ପିଲା ହଉଛନ୍ତି ନିରୀହ, ତେଣୁ ଆପଣ ଆପଣଙ୍କର କାର୍ଯ୍ୟକ୍ଷେତ୍ରକୁ ପଳେଇଲେ, କିନ୍ତୁ ଶାଶୁ ମାରୁଥାଏ ବୋହୂକୁ, ବୋହୂ ମାରୁଥାଏ ଚୁଲି ମୁହଁକୁ। ତେଣୁ ଆପଣଙ୍କ ଉପରେ ଥିବା ରାଗକୁ ଧାଇ ପିଲାଙ୍କ ଉପରେ ସୁଝେଇ ଦେବ। ନିରୀହ ପିଲା କଷ୍ଟ ପାଇବେ, ନିରୀହ ପିଲା ଯନ୍ତ୍ରଣା ପାଇବେ। ଆପଣ ବି ଖବର କାଗଜ ସମ୍ବାଦପତ୍ର ଇତ୍ୟାଦିରୁ ପଢୁଥିବେ ଯେ ମାଲିକ ମାଲିକାଣୀ ତାଙ୍କର କାର୍ଯ୍ୟକ୍ଷେତ୍ରକୁ ଯିବା ପରେ ସିସିଟିଭି କ୍ୟାମେରାରୁ ସେ ଦେଖିବାକୁ ପାଇଲେ ଯେ ତାଙ୍କର ଧାଇ ତାଙ୍କ ପିଲାମାନଙ୍କୁ କେତେ ନିର୍ଯାତନା ଦଉଛି ଏବଂ ତାଙ୍କ ଘରେ ଥିବା ବୃଦ୍ଧ ପିତାମାତାଙ୍କୁ ସେ ଧାଇଟି କେତେ ନିର୍ଯାତନା ଦଉଛି। ତେଣୁ ଯଦି ଧାଇ ଆପଣ ରଖିଛନ୍ତି ତେବେ ଆପଣ ସତର୍କ ରହିବା ଦରକାର, ଆପଣ ତାକୁ ଖୁସିରେ ରଖିବା ଦରକାର ଏବଂ ସିଏ ଆପଣଙ୍କର ଅଭିମାନ ନ କରିବା ଦରକାର, ନ ରାଗିବା ଦରକାର। ତାର ପାରିବାରିକ ସମସ୍ୟାକୁ ଭଲ ଭାବରେ ବୁଝି ଆପଣ ଧାଇଟିଏ ରଖିବା ଉଚିତ। ତେଣୁ ଲୋକ କଥା ଅଛି ଧାଇ ରୁଷିଲେ ବିପଦ, ତେଣୁ ସେଥିପ୍ରତି ଆମେ ସତର୍କ ରହିବା। ସଜ୍ଜନ ଚତୁର୍ଥରେ ଭୃତ୍ୟ ଘଷିଲେ ବିପଦ। ଆପଣ ଚାକର ରଖିଛନ୍ତି, ଚାଣକ୍ୟ କହିଲେ ଭୃତଶ୍ଚତୁର୍ବାୟକ, ଯଦି ଭୃତ୍ୟ ଆପଣଙ୍କୁ ଉତ୍ତର ଉପରେ ଉତ୍ତର ପଣି ଦେଇଯିବ, ଆପଣ ଗୋଟେ କଥା କହୁଛନ୍ତି ଭୃତ୍ୟ ନ କରିକି ତା ଉପର କଥା ଆପଣଙ୍କୁ କହିବ। ଭୃତ୍ୟ ଆପଣଙ୍କ ଘରେ ରହି ରହିକରି ଆପଣଙ୍କ ସାଥିରେ ସମକକ୍ଷ ହେବାକୁ ଚେଷ୍ଟା କରିବ, ଆପଣଙ୍କ ସାଙ୍ଗରେ ନଦୀ ଘଷି ହେବ, ତାହେଲେ ଭୃତ୍ୟ ଆପଣଙ୍କୁ କଦାପି ମାନିବ ନାହିଁ। ଭୃତ୍ୟ ଆପଣଙ୍କ ପଛରେ ଛୁରିକାଘାତ କରିବାକୁ ପଶ୍ଚାତପଦ ହେବ ନାହିଁ। ତେଣୁ ଭୃତ୍ୟ ଘଷିଲେ ବିପଦ, ଅର୍ଥାତ ଭୃତ୍ୟ ଯଦି କୌଣସି କାରଣରୁ ଆପଣଙ୍କୁ ଓଭରଟେକ୍ କରେ ବା ଆପଣଙ୍କ ସହିତ ନଦୀ ଘଷି ହୁଏ, ନିଜେ ମାଲିକ ହେବାକୁ ଚେଷ୍ଟା କରେ ବା ମାଲିକର ସମକକ୍ଷ ହେବାକୁ ଚେଷ୍ଟା କରେ, ତେବେ ସେ ଭୃତ୍ୟ ବିପଦର କାରଣ ପାଲଟିଯିବ। ଆପଣଙ୍କୁ ବିପଦରେ ପକେଇବାକୁ ସେ ଭୁଲିବ ନାହିଁ। ତେଣୁ ଭୃତ୍ୟ ଯଦି ଆପଣଙ୍କ ଘରେ ଅଛନ୍ତି, ଆପଣ ତାକୁ ସ୍ନେହ ଦିଅନ୍ତୁ, ଆପଣ ତାକୁ ପ୍ରେମ କରନ୍ତୁ, କିନ୍ତୁ ସତର୍କ ରୁହନ୍ତୁ। ସିଏ ଆପଣଙ୍କୁ ଓଭରଟେକ୍ କରୁନି ତ, ସିଏ ଆପଣଙ୍କ ସହିତ ନଦୀ ଘଷି ଆପଣଙ୍କର ସମକକ୍ଷ ହେବାକୁ ଚେଷ୍ଟା କରୁନି ତ। ପାହାଚ ଦରକାର ସଜ୍ଜନ। ଘରକୁ ଚଢିବାକୁ ହେଲେ ଆମେ ପାହାଚ କରିଥାଉ, ନିମ୍ନ ପାହାଚ, ମଧ୍ୟ ପାହାଚ, ଉଚ୍ଚ ପାହାଚ। ତେଣୁ ଆମର ଟ୍ରାନ୍ସମିଶନ ହବାକୁ ହେଲେ ସେ ଜ୍ଞାନର ଟ୍ରାନ୍ସମିଶନ ହଉ, ସେ ଧନର ଟ୍ରାନ୍ସମିଶନ ହଉ, ସେଥିପାଇଁ ଉଚ୍ଚ ନିଚ ପାହାଚ ରହିବା ନିତାନ୍ତ ଦରକାର। ସମସ୍ତଙ୍କୁ ଆମେ ସ୍ନେହ କରିବା, ସମସ୍ତଙ୍କୁ ଆମେ ଆଦର କରିବା, କିନ୍ତୁ ସତର୍କ ରହିବା ଯେ ଭୃତ୍ୟ ଘଷିଲେ ବିପଦ। ଭୃତ୍ୟ ଆମ ସହିତ ସମକକ୍ଷ ହେବାକୁ ଯଦି ଚେଷ୍ଟା କରୁଥିବ, ଆମ ଉତ୍ତର ଉପରେ ଉତ୍ତର ଦେବାକୁ ଯଦି ଚେଷ୍ଟା କରୁଥିବ, ତାହେଲେ ନିଶ୍ଚିତ ରୂପେ ଆପଣ ଜାଣି ରଖନ୍ତୁ ଆପଣଙ୍କ ଭବିଷ୍ୟତରେ ଆପଣ କିଛି ବିପଦରେ ପଡିବାକୁ ଯାଉଛନ୍ତି। ସଜ୍ଜନ ପଞ୍ଚମରେ ଘୋଡା ହସିଲେ ବିପଦ।
सज्जन घोड़ा तार ओठ को टेकी दांत को देखाए आमे ताकू घोड़ा हसिबा बोली कहू किंतु प्रकृत रे ता पछरे एक विराट विपद लुचि रही थाए। आइदर से घोड़ार शारीरिक अस्वस्थता हो बा प्राणी सब जानी पारंती प्राणी आपणक घरर भविष्यत अवस्था को अनुभव करि पारंती। तेणु जदि घोड़ा एमती ओठ टेकी आपण को हसुची ताले आपण भाबे नियंतु आइदर घोड़ार शारीरिक असुस्थता भविष्यत हबो बा आपणक घर को किछि अजଣା विपद मारी आसीबो। जदि घोड़ा आपण को देखिकरी हसुची तेणु सेथि प्रति आपण सतर्क रहिबा दरकार। सज्जन षष्ठरे गाई कांदिले विपद। गाई होउचंती गो माता 33 कोटी देवता गाई देहरे बसवास करिचंती। द्वापर युगरे गोरु गाई माने कथावार्ता करुथिले भगवान कृष्ण गोरु गाई सहित कथा होउथिले किंतु वर्तमान कलि युगरे से मुख पलटि गले मध्य सबु किछि समान जानि पारंती। सज्जन गाई कांदिबा अर्थ बा विकल रड़ी करिबा अर्थ आपणक घर को अजଣା विपद भविष्यत रे आसीबो। गाई विपद आसीबा आगरु गृह मालिक को जेहेतु से भल पाए घर को जेहेतु से भल पाए सी होउचंती गो माता। तेणु गो माता कांदिबा अर्थ आपणक भविष्यत रे विपद अनिर्बार्य आपणक घर प्रति विपद अनिर्बार्य। तेणु जदि गाई आपणक घरे आपण रखिचंती से कांदुची किंबा विकल रड़ी करूची ताहाले आपण कन्फर्म ही जानतु आपण भविष्यत रे बा आपणक परिवार लोक भविष्यत रे विपद रे पड़िबार संभावना अछि। तेणु सेथि प्रति आपण आपणकर सिक्स्थ सेंस षष्ठ इंद्रिय को जागृत करी आपण चिंता करंतु भविष्यत रे आपणकर परिवार प्रति आपणकर घर प्रति केउ विपद आसीबो जाउची आपण ताकू तर्जमा कले बुझी परिबे एवं सेथि प्रति सतर्क रही परिबे। तेणु सज्जन आमर लोक कथारे जो कथा गुडाक रही तार बहुत गुड़िए महत्व रही से महत्व को आम विचार करी सही अनुसार आम बाट चलले विपद रु आम रक्षा पाई। सर्वशेष प्रभु श्री जगन्नाथ जगन्नाथ पाद पदार बिंदु निज समर्पण करी आशीर्वाद कामना करी आज अध्याय को रखा। तो सज्जन आज आपण मान भिडियो भल लगी निश्चित रूप लाइक कमेंट शेयर और सब्सक्राइब करिए बोली मोर आशा विश्वास। आपणकर प्रत्येक लाइक कमेंट शेयर और सब्सक्राइब मो पे गोटी गोटी आशीर्वाद। जय जगन्नाथ।